ଆସ ଆମେ କି ସମୟ ପ୍ରଭୁଙ୍କ ବାକ୍ୟରୁ ଆମେ ପ୍ରତିଫଳିତ ହେବା। ଆଜି ମୁଁ ଗୁଡ଼ାଏ ରେଫରେନ୍ସ ଦେଖିବି ନାହିଁ, ଅଳ୍ପ କେତେଟା ବାକ୍ୟରୁ ହିଁ କି ସମୟ କହିବା ପାଇଁ ଚାହୁଁଛି। ମୁଁ ପଢ଼ି ଦେଉଛି ମାଥ୍ୟୁ ସୁସମାଚାର ତା 14 ପର୍ବର 1 ପଦରୁ 11 ପଦ ଯାଏ। ଯେଉଁମାନଙ୍କ ହାତରେ ବାଇବଲ ଅଛି ଦୟାକରି ଖୋଲିବେ। ମାଥ୍ୟୁ ସୁସମାଚାର ତାର 14 ପର୍ବର 1 ପଦରୁ 11 ପଦ ମୁଁ ପଢ଼ିଦେବି, ଧ୍ୟାନର ଦୟାକରି ସମସ୍ତେ ଶୁଣିବେ। ସେହି ସମୟରେ ସାମନ୍ତ ରାଜା ହେରୋଦ ଯୀଶୁଙ୍କ ସମ୍ବନ୍ଧୀୟ ସମାଚାର ଶୁଣି ଆପଣା ଦାସମାନଙ୍କୁ କହିଲେ, ଏ ବାପ୍ତିଜକ ଯୋହନ ସେ ମୃତମାନଙ୍କ ମଧ୍ୟରୁ ଉଠି ଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାଙ୍କଠାରେ କାର୍ଯ୍ୟ କରୁଅଛି। ଜଣେ ହେରୋଦ ଆପଣା ଭ୍ରାତା ଫିଲିପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ। କାରଣ ଯୋହନ ତାଙ୍କୁ କହିଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧି ସଙ୍ଗତ ନୁହଁ। ଆଉ ସେ ତାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକ ସମୂହକୁ ଭୟ କଲେ, କାରଣ ସେମାନେ ତାଙ୍କୁ ଭାବବାଦୀ ବୋଲି ମାନୁଥିଲେ। କିନ୍ତୁ ହେରୋଦଙ୍କ ଜନ୍ମଦିନ ପଡ଼ନ୍ତେ ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା। ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ ସେ ଯାହା କିଛି ମାଗିବ ସେ ତାହାକୁ ତାହା ଦେବେ। ଆଉ ସେ ଆପଣ ମାର ଶିକ୍ଷାରେ ପଡ଼ି କହିଲା, ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମତେ ଦିଅନ୍ତୁ। ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ବଜିରେ ଉପବିଷ୍ଟ ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା କଲେ। ପୁଣି ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ। ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା। ପୁଣି ସେ ଆପଣା ମା ନିକଟକୁ ତାହା ଘେନିଗଲା। ପ୍ରଭୁ ବାକ୍ୟର ଆଶୀର୍ବାଦ ସମସ୍ତଙ୍କୁ ଦିଅନ୍ତୁ। ଯେଉଁମାନଙ୍କୁ ଜନ୍ମ ଦିବସ ଥିଲା ଆଉ ସିଷ୍ଟର ସ୍ମରଣ କଲେ ତ ଠିକ ଅଛି, ମୁଁ ଟିକେ ପ୍ରାର୍ଥନା କରିଦଉଛି। ଆମମାନଙ୍କର ଏକମାତ୍ର ସତ୍ୟ ଜୀବନ୍ତ ପିତା, ପ୍ରାର୍ଥନା करे ଦୁର୍ଯ୍ୟ ବାବୁ ଜ୍ୟୋତି କୋଳରେ ଦିଟା ସୁନ୍ଦର ଝିଅ ଦେଇଛ, ସେମାନଙ୍କ ପାଇଁ ଧନ୍ୟବାଦ। ସାନ ଝିଅର ଆଜି ଜନ୍ମ ଦିବସ ଅଟେ। ତୁମ ହସ୍ତ ରଖି ଅନେକ ଅନେକ ଆଶୀର୍ବାଦ ପ୍ରାର୍ଥନା करे। ଝିଅକୁ ଦୀର୍ଘାୟୁ କର, ବଢାଅ, ଆବଶ୍ୟକ ଯୋଗାଅ, ମନ୍ଦ ରକ୍ଷା କର। ତା ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରଭୁ ତୁମ ହସ୍ତ ବଢାଅ। ବାପା ମାଙ୍କର ବାଧ୍ୟ ହବ, ସୁପରାମର୍ଶ ଜୀବନରେ ବହୁତ ଆଗକୁ ବଢିବ। ଅନୁଗ୍ରହ କର, ଡେଣା ତଳେ ଆବର ରଖ, ତାର ସବୁ ଦାୟିତ୍ୱ ନିଅ ବୋଲି ପ୍ରାର୍ଥନା କରେ। ଆଜି ଜେମ୍ସର ମଧ୍ୟ ଜନ୍ମ ଦିବସ ଅଟେ। ତୁମେ ସୁରକ୍ଷା ପ୍ରଦାନ କରି ଯାଇ କଢି ଆଣିଅଛ। ଆଶୀର୍ବାଦ କର, ତୁମ ପାଇଁ ବଢାଅ, ତାର ପ୍ରତ୍ୟେକ ବିଷୟରେ ଅନୁଗ୍ରହ ଦୟା କର, ସବୁ ଦାୟିତ୍ୱ ତୁମେ ନିଅ। ଆଉ ପ୍ରାର୍ଥନା କରେ ସଭା ଭଉଣୀଙ୍କର ନାତି ପାଇଁ, ତା ଦେହ ଭଲ ନାହିଁ, ଆଉ ଦିଟା ଗାଲ ଯାକ ବଥା ହଉଛି। ଯୀଶୁଙ୍କ ନାମରେ ସୁସ୍ଥ ହେଇଯାଅ, ଯୀଶୁଙ୍କ ନାମରେ ସୁସ୍ଥ ହେଇଯାଅ। ଆଉ ଯଦି କେହି ଅସୁସ୍ଥ ଅଛନ୍ତି, ମୁଁ ଯୀଶୁ ନାମ ସୁସ୍ଥତା ଆଜ୍ଞା ଦଉଛି। ଧନ୍ୟ ପ୍ରଭୁ, ଶୁଣିଲ, ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ଆଜି ଟିକେ ବହୁତ ଖାଲି ଅଛି, ତେବେ ଅନେକ ଭାଇ ଭଉଣୀ ମାନେ ଆସିନାହାନ୍ତି ପ୍ରାର୍ଥନା। ଆମର ପ୍ରତ୍ୟେକ ରବିବାର ଦିନ ଠିକ 5ଟା ଅଧେରେ ଦ୍ୱିତୀୟ ରବିବାରିଆ ପ୍ରାର୍ଥନା ହଉଛି। আর ଅନେକ ଭାଇ ଭଉଣୀ ଯୋଗ ଦଉଛନ୍ତି। ଯେଉଁମାନେ ଆସିନାହାନ୍ତି କହିଦିଅନ୍ତୁ, ସେମାନେ ଉପରବେଳା ସେମାନଙ୍କ ପାଇଁ ରଖା ହେଇଛି। ଯେଉଁମାନେ ସକାଳେ ଆସିପାରୁନାହାନ୍ତି, ବିଶେଷ ଯେଉଁମାନେ ବିଜନେସରେ ଅଛନ୍ତି, ଆଜି ହଉଛି ମାର୍କେଟିଂ ଡେ, ହାଟ ଦିନ, ଅନେକ ଆସିପାରୁନଥିବାରୁ ସେମାନଙ୍କ ପାଇଁ ଗୋଟେ ସୁବିଧା ଦିଆହେଲା ଉପରବେଳା 5ଟା ଅଧେ। ଆଉ ସକାଳ ପ୍ରାର୍ଥନା ଭଳିଆ ବେଶୀ ଲମ୍ବା ପ୍ରାର୍ଥନା ନାହିଁ, ଆମର 5ଟା ଅଧେରୁ ସେ ପାଖାପାଖି 7ଟା ହଉଛି। ଦୟାକରି ଏ ଦିଟା ସମୟକୁ ଧ୍ୟାନ ରଖି ଆଉ ନିଜର ସୁବିଧା ଅନୁସାରେ ସେ ସମୟରେ ଆସି ଯୋଗ ଦିଅନ୍ତୁ। ପ୍ରେଜ୍ ଦ ଲର୍ଡ। ଆଉ ବାକ୍ୟରେ ଲେଖା ଯାଇଛି, ରୋମିଓ 15 ଅଧ୍ୟାୟ ଲେଖା ହେଇଛି, ପଢିବା ପାଇଁ କହୁନାହିଁ, ଯେ ଆମେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଆମର ବଞ୍ଚିବା ପ୍ରଭୁଙ୍କର ପାଇଁ, ମରିବା ମଧ୍ୟ କାହା ପାଇଁ? ପ୍ରଭୁଙ୍କର ପାଇଁ। ପ୍ରେଜ୍ ଦ ଲର୍ଡ। ଆଉ ଗୋଟେ ବାକ୍ୟ ଲେଖା ହେଇଛି ଯେ ତୁମେ ମାନେ କେବଳ ନିଜ ନିଜର ସୁଖ ଚେଷ୍ଟା କର ନାହିଁ, ଅନ୍ୟମାନଙ୍କର ସୁଖ ମଧ୍ୟ ଚେଷ୍ଟା କର। ପ୍ରଥମ ବିଷୟ ଆମେ ଦେଖିଲୁ ଯେ ଜଣେ ବ୍ୟକ୍ତି ସେ ପ୍ରଭୁଙ୍କର ପାଇଁ ମରିଥାଏ, ଗୋଟେ ବିଶ୍ୱାସୀ ପ୍ରଭୁଙ୍କ ପାଇଁ ମରିଥାଏ,
से प्रभुଙ୍କ ପାଇଁ ବଞ୍ଚେ। प्रभुଙ୍କ ପାଇଁ ବଞ୍ଚିବା ଜୀବନର ପରମ ସୌଭାଗ୍ୟ, ପରମ ସୁଖ, ପରମ ଆନନ୍ଦର ବିଷୟ ଅଟେ। ପ୍ରେଜ୍ ଦ ଲର୍ଡ। ଯେ ପ୍ରଭୁଙ୍କର ପାଇଁ ବଞ୍ଚେ ସେ କେବଳ ନିଜ ପାଇଁ ବଞ୍ଚେ ନାହିଁ, ସେ ଅନ୍ୟମାନଙ୍କ ପାଇଁ ମଧ୍ୟ ସେ ବଞ୍ଚେ, ଅନ୍ୟମାନଙ୍କ ପାଇଁ ବଞ୍ଚେ। ତୁମେ ନିଜର କେବଳ ସୁଖ ଚେଷ୍ଟା କର ନାହିଁ, ଅନ୍ୟର ସୁଖ ତୁମେ ଚେଷ୍ଟା କର। ତୁମେ କେବଳ ନିଜ କଥା ଭାବ ନାହିଁ, ଅନ୍ୟମାନଙ୍କର କଥା ମଧ୍ୟ ଭାବ। ଏସବୁ କଥାରେ ବାଇବେଲ କ'ଣ କରୁଛି, ଆମକୁ ମାନେ ଗୋଟେ ସ୍ୱାର୍ଥପର ଜୀବନରୁ, ଗୋଟେ ସ୍ୱାର୍ଥ କୈନ୍ଦ୍ରିକ ଜୀବନରୁ ଆମକୁ ବାହାର କରି ଆଣି ପ୍ରଭୁଙ୍କର ପାଇଁ, ଅନ୍ୟମାନଙ୍କ ପାଇଁ ବଞ୍ଚିବା ପାଇଁ ଆମକୁ ସାହାଯ୍ୟ କରୁଛି। ପ୍ରେଜ୍ ଦ ଲର୍ଡ। ଜଣେ ସ୍ୱାର୍ଥପର ବ୍ୟକ୍ତି, ଗୋଟେ ସ୍ୱାର୍ଥ କୈନ୍ଦ୍ରିକ ବ୍ୟକ୍ତି, ସେ ପ୍ରଭୁଙ୍କ ପାଇଁ ବଞ୍ଚି ପାରେ ନାହିଁ କି ଅନ୍ୟମାନଙ୍କ ପାଇଁ ବଞ୍ଚି ପାରେ ନାହିଁ। ଯଦି ସେ ବଞ୍ଚେ, କାହା ପାଇଁ ବଞ୍ଚେ? କେବଳ ନିଜ ପାଇଁ ସେ ବଞ୍ଚେ। ଗୋଟେ ସ୍ୱାର୍ଥପର ଲୋକ, ସ୍ୱାର୍ଥପର ବୋଲି କିଏ? ଯେ ସବୁବେଳେ ଖାଲି ନିଜ କଥା ଚିନ୍ତା କରେ, ନିଜ କଥା ଭାବେ, ନିଜ ପାଇଁ କହେ, ନିଜ ପାଇଁ କରେ, ଆଉ ତାର ଜୀବନରେ ଅନ୍ୟ ପାଇଁ ସ୍ଥାନ ନାହିଁ, ପ୍ରଭୁ ପାଇଁ ସ୍ଥାନ ନାହିଁ, ଦ୍ୱିତୀୟରେ ଅନ୍ୟମାନଙ୍କ ପାଇଁ ଜାଗା ନାହିଁ, ସବୁ କିଛି ତା ପାଇଁ। ଏଠି ଆମେ ଟିକେ ଦେଖିବା ଆଜି ଯେ ସବୁ କିଛି ନିଜ ପାଇଁ ଭାବେ, ସବୁ କିଛି ନିଜ ପାଇଁ କରେ, ଯେ ସବୁ କିଛି ନିଜ ପାଇଁ ଖୋଜେ, ସେ କ'ଣ କରେ? ନିଜ ପାଇଁ କିଛି ପାଇବା ପାଇଁ, ନିଜର ସ୍ୱାର୍ଥ ହାସଲ କରିବା ପାଇଁ, ନିଜର ସୁଖ ପାଇଁ, ନିଜର ଶାରୀରିକ ଅଭିଳାଷ ପୁରା କରିବା ପାଇଁ ସେ ଯେତେ ଦୂର ମଧ୍ୟ ଯାଇପାରିବ, ଯାହା ମଧ୍ୟ କରିପାରିବ, ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହେଲା ସେ ଯାହାକୁ ମଧ୍ୟ ନିଜ ସ୍ୱାର୍ଥ ପାଇଁ ସେ ବ୍ୟବହାର କରିପାରିବ। ଏ ଦୁଇଟା ଲାଇନର କଥା ଉପରେ ମୁଁ ରଖିବି। ଗୋଟେ ସ୍ୱାର୍ଥପର ବ୍ୟକ୍ତି, ସେ ଗୋଟେ ମାନେ ପୁରୁଷ ହେଇପାରେ, ସେ ଗୋଟେ ମହିଳା ହେଇପାରେ, ସେ ପୁଅ ଯେ ହେଇପାରନ୍ତି, ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବା ନିଜର ସୁଖ ପାଇଁ, ନିଜର ସୁବିଧା ପାଇଁ ସେ ଯେତେ ଦୂର ମଧ୍ୟ ଯାଇପାରିବ, ସେ ଯାହା ମଧ୍ୟ କରିପାରିବ। ଦ୍ୱିତୀୟ ବିଷୟ ହେଲା ନିଜର ସୁଖ ପାଇଁ ଯାହାକୁ ମଧ୍ୟ ସେ ବ୍ୟବହାର କରିପାରିବ। ଏଇଭଳିଆ ଲୋକମାନଙ୍କ ଠାରୁ ଆମେମାନେ ନିଜକୁ ଦୂରେଇ ରଖିବା, ଏଇଭଳିଆ ଲୋକମାନଙ୍କ ପ୍ରତି ଆମେ ସାବଧାନ ଥିବା। ହାଲେଲୁୟା। ଯେମିତିକି ଅନେକ ଘରକୁ ଗଲା ବେଳକୁ ଯଦି କୁକୁର ଅଛି ଲେଖା ହେଇଥିବ ବିୱେୟାର ଅଫ୍ ଡଗ୍, କୁକୁର ପ୍ରତି ସାବଧାନ ଥାଉ। ତେବେ ସ୍ୱାର୍ଥପର ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ଥାଅ। କାହିଁକି? ସେମାନେ ନିଜର ସୁଖ ପାଇଁ ଆପଣଙ୍କୁ ଯୋଉଠି ମଧ୍ୟ ପହଞ୍ଚାଇ ଦେଇପାରିବେ, ନାଇଁ, ଯାହା ମଧ୍ୟ କରିପାରିବେ। ତ ଆମେ ଏଠି ଦେଖିପାରୁଛୁ ରାଜା ହେରୋଦଙ୍କ ବିଷୟରେ, ତାଙ୍କ ଭାର୍ଯ୍ୟାଙ୍କ ବିଷୟରେ, ତାଙ୍କ ଝିଅ ବିଷୟରେ ଆମେ ଦେଖିପାରୁଛୁ। ଆଉ ମୁଁ ହେରୋଦଙ୍କର କଥା ମୁଁ ପରେ କହିବି। ଏଠି ହେରୋଦଙ୍କର ସ୍ତ୍ରୀ ହେରୋଦିଆଙ୍କ ବିଷୟ ଆମେ ଚିନ୍ତା କରିବା। ହେରୋଦ ରାଜାଙ୍କ ଭାର୍ଯ୍ୟା ନା ଆମେ ସବୁ ଜାଣିନୁ, ଏଠି ଲେଖା ହେଇଛି ହେରୋଦିଆ ବୋଲିକି। ହେରୋଦିଆ, ଆଉ ସେ ଗୋଟେ ସ୍ୱାର୍ଥପର ମହିଳା ଥିଲେ। ସେ ନିଜର ସୁଖାଭିଳାଷ, ନିଜର ଶାରୀରିକ ଅଭିଳାଷ ପୁରା କରିବା ପାଇଁ, ନିଜକୁ ଖୁସି କରିବା ପାଇଁ ସେ ଯାହା ମଧ୍ୟ କରିପାରିବେ, ଯେତେ ଦୂର ମଧ୍ୟ ଯାଇପାରିବେ, ଆଉ ନିଜର ସୁବିଧା ପାଇଁ ସେ କାହାକୁ ଛାଡିବେନି, ଯାହାକୁ ବ୍ୟବହାର କରିପାରିବେ। ତେବେ ଏଠି ମୁଁ ଗୋଟେ ସ୍ତ୍ରୀ ଲୋକ କଥା କହିଲି, ସେଥିପାଇଁ କଥାଟା ନିଜର ଆଡକୁ ଢଳେଇ ବୁଝନ୍ତୁ ନାହିଁ। ଯେ ପାଷ୍ଟର ବାବୁ ଆମର ଭଉଣୀ ମାନଙ୍କୁ ଢଳେଇ କହିଲେ ସେ ବୁଝନ୍ତୁ ନାହିଁ। ଏଟା ମାନେ ଏ ଯୋଉ ମହିଳା ଜାଗାରେ ମୁଁ ନିଜକୁ ରଖିପାରିବି, ଆମେ ପୁରୁଷ ରଖିପାରିବା, ଭଉଣୀ ମାନେ ରଖିପାରିବେ। ଏଟା ପ୍ରତ୍ୟେକଙ୍କ ବିଷୟ, ପ୍ରତ୍ୟେକଙ୍କ ସ୍ୱାର୍ଥପର ବ୍ୟକ୍ତି ମାନଙ୍କର ଗୋଟେ ସେ ନିଦର୍ଶନ, ଗୋଟେ ଚିହ୍ନ ଭଳି ଆସେ, ନାଇଁ କି? ତେବେ ଆମେ ଜାଣିଛୁ ଯେ ଏ ଯୋଉ ହେରୋଦ ରାଜାଙ୍କର ସ୍ତ୍ରୀ, ଆମେ କଣ କହୁଛୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ, ଆଉ ହେରୋଦିଆ, ସେ ସୁଖାଭିଳାଷିନୀ ଥିଲେ। ସେ ଶାରୀରିକ ମନାଶା ଥିଲେ। ସବୁବେଳେ ନିଜର ସୁଖ, ନିଜର ସୁବିଧା ସେ ଚେଷ୍ଟା କରୁଥିଲେ। ଆଉ ନିଜର ସୁଖ ହାସଲ କରିବା ପାଇଁ, ନିଜର ସୁବିଧା ମାନେ ପାଇବା ପାଇଁ, ମୁଁ କହିଲି ସେ ଜଣେ ଲୋକ ଯେତେ ଦୂର ବି ଯାଇପାରିବ, ଯାହା ବି କରିପାରିବ। ଏଠି ସେ କଣ କରୁଛନ୍ତି?
जड़े भक्तर जड़े महान भाववादी को मर्डर से करैछन्ति। गोटे स्त्री लोक गोटे भक्तर मर्डर पछरे तांकर हाथ डायरेक्ट हाथ अछि। से भक्त के थिले डुबक जॉन बाप्तिजक दीक्षा गुरु जॉन आउ तांकर मुंड कटा हैला तांको जेल रे पकाही गला तांकर मुंड कटा हैला जहाँकर विषय जीशु प्रभु प्रशंसा करथिले स्त्री गर्भजात जेते कंग भितरे जॉन भले के मत जन्म ही नांती से कहिथिले। प्रेज द लॉर्ड। से गोटे महान भाववादी थिले तांको समय धर्म उद्दीपना गोटे इस्राएल देश आसथिला तांको विषय रे बहुत आगुर भाव नैथिला। से जीशु प्रभुंकर अग्रदूत से थिले तांको राजा भी भय करथिले नै कि लोक माने मन फेरण करी जर्दन नदी रे बाप्तिस्म माने ग्रहण करथिले। आउ से रे कालसर्पर वंश बोली कि से समय राजन नेता मान को मध्य से माने तिरस्कार मध्य करथिले। से गोटे बहुत बड़ फिगर गोटे टावरिंग फिगर से थिले नै कि से गोटे महान व्यक्ति से थिले किंतु तांको जेल रे भर्ती कर दिया हैला। परवर्ती समय तांकर मुंड भी कटा ही गला कोन पई गोटे स्वार्थपर स्त्री रो सुखा बेलस पूरा करिया पई तार शारीरिक मन माने अन्याय विरुद्ध रे काई मुंड कटा हैला ना ए जो स्त्री लोक जहा को बाहा करते तांको स्वामी नथिले तांको स्वामी नथिले निजर स्वामी को डाइवोर्स देई से आउ गोटे भाई को निजर भाई नहीं हा आउ हेरोद राजांकर भाई ना थिला फिलिप। से फिलिप स्त्री थिले मात्र हेरोद को प्रेम करी से फिलिप को डाइवोर्स दे करी हेरोद से बाहा करथिले। और ए विवाह विरुद्ध के थिले बाप्तिजक जॉन थिले कहले हे राजा तुम निजर भाई को तुम भार्य भाव ग्रहण कल एटा विधि संगत नहीं एटा मशांकर व्यवस्था विरुद्ध रे तुम्हें तांको रखी पारिबो नहीं। ते तार प्रतिशोध नेबा पई से निज स्त्री कथार पड़ी तांको अरेस्ट करी जेल रे रखाई गला। आउ एमती गोटे समय आसीगला ए स्त्री लोक कौन कला ना जहनंकर मुंड काटिबा पई राजा को प्रवर्तेला आ निज स्त्री कथार पड़ी जहन हेरोद कौन कले एते बड़ भाववादी मुंड मध्य से काटिदेले। तेबे निजर सुख स्वार्थ को पूरा करिया पई गोटे व्यक्ति जन को मर्डर मध्य कर दे पारिबो। आजि काली घटुछि एटा पुराना कथा नहीं आजि काली मध्य निजर सुख स्वार्थ पई निजर कथा रहिला नहीं कि के मोर स्वार्थ रे बाधा देले कि मोर सुखा बेले बाधा देले बोली लोक नरहत्या करिबा मध्य पछाउ नांती। आपण सेमते ही पारिबे नहीं मु सेमते ही पारिबी कहि पारिबे नहीं आमे सावधान थिबार आवश्यक रहिछि नहीं कि ते आपण देखंतु जने निजर सुख विरुद्ध किए गला निजर सुविधा विरुद्ध किए गला किए गोटे मो पाप विरुद्ध कहीदेला तेरे रास्तार हटई देवा पाई ताकू मर्डर करबा पाई से पछाउ नहीं से गोटे मर्डरर से गोटे नरहत्याकारिणी से थिला। से रानी जिजेबेल मध्य अनेक भविष्य वक्ता हत्या करथिले। रानी जिजेबेल आहाब राजांकर स्त्री से कौन अनेक भाववादी मानकर मुंड से कटाई थिले कौन पाई ना सेमाने मध्य रानींकर पाप विरुद्ध रे कहिथिबारु अनेकंकर प्राण को से हानि करथिले। तेबे देखंतु गुटे स्वार्थ जनक स्वार्थ सुखाभिलाष जनकु नरहत्या पर्यंत नहीं जाई पारबो जनकर जीवन को माने माने जनकु हानि काट देबा पई जनक मर्डर करबा पई मते से पछाइबो नहीं। ए सही भलिया स्त्री लोक से थिले बाप्तिजक जॉन को समस्त मात्र राजा मध्य तांको भय कथ लेखाइछि काहे कि जॉनंकर पछरे अनेक पड़ी थिले। आउ लेखा हैला देखंतु 5 पद आउ से तांको बध करक इच्छा कले सुधा लोक समूह को भय कले राजा मध्य चाहिथिले जॉन को बध करिबा पई मात्र काहे के बध करि पार नथिले ना तांको भीतर लोक मानकर भय थिला राजा हेले मध्य लोकन को भय करुथिले बणिमान टिके अल्प समय टिके निद भांगी उठ तेबे राजा हेले मध्य से लोक मान को भय करुथिले कारण जहन को से माने भाववादी बोली से विश्वास करथिले। तेबे लोक मानकर इच्छा विरुद्ध रे गले लोक माने कोन करिवे राजांक विरुद्ध ठिया हेबे तेबे से भय रे
से हत्या कर किंतु स्वामी रो इच्छा पूरा है नहीं मात्र से इच्छा किए पूरा कर स्त्री पूरा करुच्ची राजा चाहिए बाप्ती जन को हत्या करने से हत्या कर पारे नहीं मात्र किए हत्या करुछंती रानी हत्या करुछंती बेले बेले प्रिय माँ भाई भूण माने जदि के मोर स्वार्थ विरुद्ध पदे कथा कहीदेला कि मोर सुख सुविधा विरुद्ध जदि के कहीदेला ताहेले आमे सांगे सांगे प्रतिशोध परायण होकरी आमे छकी बस्तुबु कु उपाय रे कथा रे कि क्रिया रे व्यवहार रे किछि प्रतिशोध नेबा पई सेटा ए स्पिरिट रो काम सेटा नहीं कि अनेक समय रे नरहत्या पर्यंत कथा न गले मध्य से मते एमती कथा उठ कहीदेला कि मु जो जीवन बितेबी सेरा मोर स्वाधीनता मोर अधिकार से मते कहबा लक्ष्य आमे कौन करिवो ताकू प्रतिशोध नेबा पई पदे कहीदेवी कि व्यवहार रे मु एमती ताकू देखै देबी आमे प्रतिशोधर मनोभाव ने आम वंचित हौ गोटे स्वार्थ स्वार्थ कौन करे आमको प्रतिशोध परायण कराई थाए स्वार्थ कौन करे आमको हिंस्र बनै दी थाए स्वार्थ कौन करे गोटे साधु कथा चिंता कर नहीं ए केते बड़ भक्त ए केते बड़ प्रभु को दास ए केते बड़ प्रभु को लोक से कथा चिंता करेनी से जे हु मोर जाय आसे नहीं जेते मोर स्वार्थ रे बाधा देला तार जीवन रे मो क्षति पहुंचाइबी से गोटे एमती का स्त्री लोक थिला जे माने जेते दूर भी जाई परिबो एते बड़ भक्तों को एते बड़ प्रभु को दास को से कौन कर देला से मर्डर कला ते से गोटे मर्डरर से गोटे हत्याकारिणी से नहीं कि हत्याकारिणी तेरे ये आमर गोटे माने बड़ कथा है स्वार्थ रे पड़ी जेते जन जेते क्षति अन्य मान पहुंचाउछंती ये से सबुर गोटे नमूना भलिया आउ से गोटे प्रतिनिधित्व से करुछंती ते आमे ध्यान देबा जदि आमे स्वार्थ कैंद्रिक जीवन बितेबा जदि स्वार्थपर जीवन बितेबा जदि स्वार्थ पछरे ही थिबा जदि आमर स्वार्थपरता बढ़ी जीव आमको कोठी पहुंचाई पारे नरहत्या पर्यंत पहुंचाई दी पारबो आउ स्वार्थपर काहाकू छाड़िबो नहीं आमको जेते दूर को मध्य नहीं जीव निजर सुख पूरा करिया पई लोक जेते बाट को जाई पारे जे कोन से रास्ता मध्य दरी पारुछंती नहीं कि ते प्रभु को लोक मान भितरे आमे स्वार्थपर हेबा नहीं आमे केवल निजर सुख सुविधा पई जीवन काटिबा नहीं आमे प्रभुंकर पई अन्य मान पई बंचिबार अछि आमर स्वार्थ को आमे जलांजलि बा आमर स्वार्थ को आमे कोन जळै देबार आवश्यक रहिछि हालेलुया हालेलुया आमे जदि स्वार्थपर हबा ए स्वार्थपर आमको माने बहुत दूर को नहीं जाई न करिबा काम रे हमको लगेई दे पारिबो आमे द्वितीय विषय देखिबा गोटे स्वार्थपर व्यक्ति निज स्वार्थ हासिल पाई जहा को मध्य व्यवहार करिबो से काहा को छाड़िबो नहीं से स्वामी को छाड़िबो नहीं निजर पिला मान मध्य छाड़िबो नहीं जे स्वामी के छाड़ी पारु नहीं निजर पिला के मध्य लगे दी पारबो तार स्वार्थ पाई अन्य मान को छाड़बो कि छाड़बो नहीं एटी देखंतु निजर सुखा बेले पूरा करिबा पाई स्वार्थ पूरा करिबा पाई से दिगरे जहन को हत्या करिबा पाई केउ मान को से व्यवहार कला निजर झियो को व्यवहार करिछि निजर स्वामी को मध्य से व्यवहार करिछि निजर स्वामी को मध्य छाड़ी दे नहीं निजर झियो को मध्य छाड़ी दे नहीं मोर स्वार्थ हासिल हेबार अछि बोले मोर स्वामी मध्य मोर साथ देबार अछि मोर झियो पो मोर साथ देबार अछि मात्र कु काम रे तुमे साथ मागुछ हत्या करिबा पाई एठी देखुछु से कौन कला एटा गोटे शुभ समय थिला राजांकर नूतन नियम रे देखि पारुछु एठी हेरोद राजांकर जन्म दिवस चलीछि आउ से जन्म दिवस रे प्रत्येक राजांकर समस्त अधिपति माने राज कर्मचारी माने तांको राज्यर विभिन्न स्थान से माने जमा होइछंती नहीं कि आउ एठी आपण देखंतो प्रथम विषय एडा होची राजांकर जन्म दिवस ए राजा कथा मु कहिबी प्रतिए एरा को हेरोद थिले जो हेरोद जीसु को हत्या करिया पे चाहुतले से हेरोद नथिले आपण माने नूतन नियम रे गोटे दुईटा हेरोद को पाइबे नहीं गुड़ा हेरोद मान को पाई परिबे
हेरोद जनकर नाम नहीं, हेरोद होची गोटे राजवंश, हेरोद वंश। आउ जो राजा जीसु को हत्या चाहिए से हेरोद द ग्रेट, से महान हेरोद थिले। तांकर पुओ मानकर तांकर 6टा खंडे पुओ थिले। बड़ हेरोद से 10टा स्त्री को से विवाह करथिले। केता स्त्री विवाह करथिले? जो हेरोद जीसु को हत्या पई चेष्टा करथिले शिशु समय रे से 11 थर बाहा करथिले। 10टा स्त्री सहित से जीवन से बितेइथिले। आउ 2टा स्त्री को से हत्या करथिले। 2टा पुओ को से हत्या करथिले। काई कि राजांकर सिंहासन विरुद्ध रे जीवारु 2टा पुओ को हत्या करथिले। तांको 2टा स्त्री को संदेह कले माने मध्य पुओ मान को षड्यंत्र करुछंती बोली 2टा स्त्री को मध्य से मर्डर कर देथिले। के जो जीसु शिशु जीसु को हत्या कर षड्यंत्र करथिले से हेरोद निजर स्त्री मान को हत्या करथिले, निजर पिला को हत्या करथिले। देखंतो सिंहासन को बंचाइबा पई स्त्री को हत्या करि परिबो, क्षमता को बंचाइबा पई पिला को हत्या करि परिबो। तार सामना रे स्त्री रे मूल्य किछि नै, तार सामना पिला को मूल्य किछि नै। सिंहासन अधिकार को बंचाइबा पाइले तार पई स्त्री नहीं, पिला मन के नांती। से स्वार्थपर जे निजर क्षमता चाहूची, जे सिंहासन जाबुड़ी धरक चाहूची, से स्त्री को मध्य मर्डर करि पारबो, पिला को मध्य मर्डर करि पारबो। आज मध्य सेमती चलीछि। ते तार 6टा पुओ थिले। 6टा पुओ भितरु बाइबल रे केतरा पुओ कथा लेखा हैला। जेते बेले यीशु प्रभु मिस्र देश को जाई मिस्र फेरला बेलू शिशु अवस्था देखले हेरोदंको जगह तांको पुओ आर्केलियस हेरोद से राजा हिथिबारु से नाजरेत पळैले। से गोटे हेरोद तांको पुओ गोटे। आउ गोटे हेरोद कथा लगा हेरोद फिलिप। ए गोटे आउ गोटे पुओ माने जार स्वामी थे हेरोदियार स्वामी थे से। आउ गोटे हेरोद आंटिपास। ये होचंती से हेरोद जे ये जो हेरोदिया को बाहा हेरोद आंटिपास से भी हेरोदंकर आउ गोटे पुओ। आउ गोटे हेरोदर पुओ थे हेरोद अग्रिपास। एटा आपन पाई परिबे प्रेरित पुस्तक रे। आउ जहां सम्मुख रे पाउल विचारित होइथिले हेरोद अग्रिपास। ए मध्य हेरोद महान हेरोदंकर से पुओ थिले। आउ जने हेरोद माने अग्रिपा थिले सेकंड, से मध्य आपन पाई परिबे सेठी। ते एमान थिले हेरोद अंग पुओ। आउ आंकर ना थिला हेरोद आंटिपास। तांकर भाईंकर स्त्री को से बाहा करथिले। ते देखंतु तांकर भाईंकर स्त्री को पाइबा पई से इच्छा कले एवं से निज स्त्री को डाइवोर्स देले। आ ए स्त्री निजर स्वामी को डाइवोर्स दे बाहा कले। वर्तमान आंकर कौन चली जन्म दिवस चली। राजा जन्म दिवस माने हाई फाई भाव चलथिबो, केते प्रकार एंटरटेनमेंट चली। आउ से जगह रे वर्तमान हेरोदिया निजर झियो को निजर झियर कला को निजर स्वार्थ पाई से व्यवहार से करुछि। गोटे राजांकर झियो से नृत्य शिक्षा करिछि। कौन से गोटे नृत्य शिल्पी से थिला। से भलो नाच करे। तार ना थिला सलोमी। आमर बाइबल नहीं मात्र इतिहास रे पढ़बे। आउ जिहुदी मानकर ऐतिहासिक फ्लेवियस जोसेफस आउ से ना लिखिचंती। ए जो हेरोदियांकर झियर ना हेरोद राजांकर झियो लेखानी हेरोदियांकर झियो। तार अर्थ एरा हेरोदंग झियो नथिला, सेरा फिलिपर झियो थिला। से विवाह हैला बेलକୁ निजर झियो को धरिक आस्थिला से। तेबे वर्तमान राजांकर आनंदर समय, खुशीर समय, जन्मदिन समय मात्र एठी गोटे कांड घटाई देले आंकर आनंद जे मोली जीवो, आंकर आनंदर बाधा आइबो ए कथा तार ध्यान नहीं। तार खुशी हो कि न हो से मोर जाय आसेनी, मात्र मोर खुशी हेबार अछि। ध्यान दियंतु गोटे स्वार्थपर व्यक्ति अन्यर खुशी को मध्य निज पाई से व्यवहार करे। अन्यर खुशी को अन्यर समय को से सुजोग बनै करी कौन करे निज स्वार्थ में व्यवहार करिवो। वर्तमान कार जन्म दिवस चली राजा हेरोदंकर जन्म दिवस चली। एटा तांको पाई बहुत खुशी रो दिन थिला। ते खुशी मनेइबा पाई खुशी करिबा पाई निजर मंत्री माननकु अध्यक्ष माननकु सेनापति माननकु
ସେ ଡକେଇଛନ୍ତି, ଖୁସି କରୁଛନ୍ତି, ସେତେବେଳେ ସେ ଚିନ୍ତା କଲା ନାହିଁ ଏଟା ହଉଛି ହେରୋଦଙ୍କର ଜନ୍ମ ଦିବସ, ଏଟା ହଉଛି ଖୁସିର ଦିବସ। ଜନ୍ମ ଦିବସରେ ଆଉ ଜଣଙ୍କର ହତ୍ୟା, ଜନ୍ମ ଦିବସରେ ଆଉ ଜଣଙ୍କ ପ୍ରାଣ ନେବା, ଏଟା ମଧ୍ୟ ସେ ଚିନ୍ତା କଲା ନାହିଁ। କି ଏଇଭଳିଆ କ୍ଷେତ୍ରରେ ମୋର ଝିଅକୁ ବ୍ୟବହାର କରିବି ନାହିଁ, ସେ ଚିନ୍ତା କଲା ନାହିଁ। ପ୍ରଥମ ବିଷୟ ସ୍ୱାମୀଙ୍କର ଜନ୍ମ ଦିବସ, ଯାହାକୁ ସ୍ୱାମୀ ଗ୍ରହଣ କଲା। ଦ୍ୱିତୀୟରେ ସେ କଣ କରିଛି, ନିଜର ଝିଅର କଳାକୁ ଅପବ୍ୟବହାର କରୁଛି। ସେ କଣ କଲା, ରାଜା ମନ୍ତ୍ରୀ ମାନଙ୍କ ସହିତ, ସେନାପତି ମାନଙ୍କ ସହିତ ଯେତେବେଳେ ସେ ମାନେ ଆନନ୍ଦ କଲା ବେଳେ ତାର ଝିଅକୁ ନାଚିବା ପାଇଁ ପଠେଇଛି। ବର୍ତ୍ତମାନ ତାର ଝିଅକୁ, ଝିଅର କଳାକୁ, ନୃତ୍ୟ କଳାକୁ ସେ କଣ କରୁଛି, ନିଜର ସ୍ୱାର୍ଥ ପାଇଁ ସେ ବର୍ତ୍ତମାନ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଆଉ ସେ କଣ କଲା, ଝିଅକୁ ପଠେଇଲା। ବର୍ତ୍ତମାନ ସେ ବହୁତ ସୁନ୍ଦର ନାଚିଛି। ନାଚ ରାଜା ମନମୁଗ୍ଧ ହେଇଗଲେ। ରାଜାଙ୍କର ମନକୁ ଝିଅ ଜିଣିଦେଲା। କେବଳ ରାଜା ନାହିଁ, ଯେତେ ଜଣ ବସିଥିଲେ ସମସ୍ତଙ୍କ ହୃଦୟ ସେ ଜିଣି ନେଲା। ଏତେ ସୁନ୍ଦର ନାଚ ସେ ଶିଖିଛି। ଆମେ ଜାଣିଛୁ କେତେ ସୁନ୍ଦର ନାଚ। ଏ ନାଚ ଲୋକଙ୍କର ମନ ଜିଣିଦେବ। ଲୋକ ଏମିତି କି ଏବେ ମୁଁ ଜାଣି ନାହିଁ, ମାତ୍ର ଏମିତି କେତେ ଚୈତ୍ର ଗୀତ ଗାଇ କେତେ ଝିଅ ମାନଙ୍କୁ ବିବାହ କରିବା କଥା ନୁହେଁ ଶୁଣିଛୁ। ମୁଁ ଗୋଟେ ପରିବାର ଜାଣିଛି, ମୁଁ ତାଙ୍କୁ ପଚାରିଲି ଭାଇ ଭଉଣୀ କେମିତି ବିବାହ କଲ? ନାହିଁ, ଗୋଟେ ଚୈତ୍ର ରାତ୍ର ସମୟରେ ଆଜ୍ଞା ସେ ଏମିତି ସୁନ୍ଦର ଗୀତ ଗାଉଥିଲା, ତାର ଗୀତ ଶୁଣିକରି ମୁଁ ତାକୁ ବିବାହ କଲି ବୋଲି। ମାନେ ଗୀତରେ ତାଙ୍କ ହୃଦୟକୁ ସେ ଜିଣିଛନ୍ତି, ନାଇଁ କି? କେତେ ଜଣ ନାଚରେ କେତେ ଲୋକ ହୃଦୟ ଜିଣିକି ବିବାହ କରିଛନ୍ତି, ସତ କି ନାହିଁ? ଏଠି ସେ ଏମିତି ନାଚିଛି ଯେ ସେ ନାଚରେ ବାପାଙ୍କ ହୃଦୟ କିଣି ନେଇଛି, ସମସ୍ତଙ୍କ ହୃଦୟ ସେ କିଣି ନେଇଛି। ବର୍ତ୍ତମାନ ରାଜା ସେ ଭାବ ବିହଳ ହେଇଗଲେ। ଆଉ ସେ କଣ କଲେ, ରାଜା ଭାବରେ ଶପଥ କଲେ ଯେ ଝିଅ ତୋର ନାଚରେ ଆମେ ସବୁ ସନ୍ତୁଷ୍ଟ, ତୁ ଅଧା ରାଜ୍ୟ ହେଲେ ଯଦି ଚାହିଁଲେ ଅଧା ରାଜ୍ୟ ମଧ୍ୟ ମୁଁ ତ ଦେଇଦେବି। ଆଉ ସେ ଶପଥ କରିଦେଲେ। ବର୍ତ୍ତମାନ ରାଜା ତାଙ୍କର ଶପଥକୁ ନେଇ, ତାଙ୍କର ପ୍ରତିଜ୍ଞାକୁ ନେଇ କିଏ ଗୋଟେ ମିସୟୁଜ କରିବା ପାଇଁ ଯାଉଛି, କିଏ ଅପବ୍ୟବହାର କରି ଯାଉଛି, କାର ପ୍ରାଣ ହାନି ହେବା ପାଇଁ ଯାଉଛି, ଏତେ କଥା ରାଜା ଜାଣିପାରିଲେ ନାହିଁ। ସେ ଭାବ ବିହଳେ, ଝିଅର ନୃତ୍ୟରେ, ଝିଅର ନାଚରେ ଭାବ ବିହଳେଇ ଗଲେ। ଆଉ ସେ ବହୁତ ଖୁସି ହେଇକରି, ଖୁସିରେ ସେ ଲୁଜ କଥା କହିଦେଲେ। ସେ ଖୁସିରେ କହିଦେଲେ, ଝିଅ ତୋର ନାଚରେ ମୁଁ ମନମୁଗ୍ଧ ହେଇଗଲି, ମୋର ମନ ଖୁସି ହେଇଗଲା, ତୁ ଯୋଉ ବର ମାଗୁଛୁ ମାଗ। ଏପରିକି ମୋ ରାଜ୍ୟର ଅଧା ମଧ୍ୟ ତତେ ମୁଁ ଏତେ ଖୁସି ହେଇଗଲି ଯେ ତତେ ରାଜ୍ୟର ଅଧା ମଧ୍ୟ ମୁଁ ଦେଇ ପାରିବି। ଝିଅ ମାର ପରାମର୍ଶ ବିନା କିଛି କରେ ନାହିଁ। ମାର ପରାମର୍ଶକୁ ନେଇ ସେ ବର୍ତ୍ତମାନ ନାଚିଛି। ରାଜା ଯୋଉ ପୁରସ୍କାର ଦେବେ ସେଟା ମଧ୍ୟ ସେ ନିଜ ହିସାବରେ ଗ୍ରହଣ କରିବ ନାହିଁ, ମାର ପରାମର୍ଶ ସେ ଗ୍ରହଣ କରିବ। ତେ ବର୍ତ୍ତମାନ ସେ ରାଜାଙ୍କଠୁ ପରାମର୍ଶ ନେଉନାହିଁ କି ନିଜ ହିସାବରେ କାମ କରୁନାହିଁ, ମାତ୍ର ସେ କାହା ହିସାବରେ କାମ କରିବ, ମାଙ୍କର ଇଚ୍ଛାରେ ସେ କାମ କରିବ। ତେବେ ସେ ବର୍ତ୍ତମାନ ରାଜାଙ୍କର ଶପଥ ଶୁଣିଲା ପରେ, ରାଜାଙ୍କ ପ୍ରତିଜ୍ଞା ପାଇଲା ପରେ, ରାଜାଙ୍କର ଖୁସି କଥା ଜାଣିଲା ପରେ ସେ ସିଧା ମା ପାଖରେ ପହଞ୍ଚିଛି। କହିଲା, ବାପା ମୋର ନାଚରେ ବହୁତ ଖୁସି ହେଇଗଲେ, ଯେତେ ମନ୍ତ୍ରୀ ପାତ୍ର ମନ୍ତ୍ରୀ ସବୁ ଖୁସି ହେଇଗଲେ, ସେନାପତି ସବୁ ଖୁସି ହେଇଗଲେ। ଏବେ ସେ ଅଧା ରାଜ୍ୟ ଯାଚିଛନ୍ତି, ଆଉ ମତେ ତୁମେ ପରାମର୍ଶ ଦିଅ। ଦେଖିଲା, ଏଟା ହିଁ ସୁଯୋଗ। ମୁଁ ଯାହାଙ୍କର ପ୍ରତିଶୋଧ ନେବା ପାଇଁ, ଯାହାଙ୍କର ପ୍ରାଣକୁ ନେବା ପାଇଁ ଏତେ ବର୍ଷ ମୁଁ ଅପେକ୍ଷାରେ ଅଛି। ରାଜାଙ୍କ ଜନ୍ମ ଦିବସ ହେଇପାରେ, ସେଥିରେ ମୋର ଯାଏ ଆସେ ନାହିଁ। ମତେ ଜହନଙ୍କର ମୁଣ୍ଡ ଦରକାର, ମତେ ଜହନଙ୍କର ରକ୍ତ ଦରକାର, ମତେ ଜହନଙ୍କର ପ୍ରାଣ ଦରକାର। ଆଉ ସେ କହିଲା, ଝିଅ ରାଜା ବର୍ତ୍ତମାନ ପ୍ରତିଜ୍ଞାରେ ବନ୍ଧା, ଶପଥରେ ବନ୍ଧା। ରାଜା ଥରେ ପାଟିରୁ କଥା ବାହାର କରିଦେଲା ପରେ ସେ ପ୍ରତିଜ୍ଞା ବାହାରକୁ ଯାଇପାରିବେ ନାହିଁ। ସେଥିପାଇଁ ତୁ କଣ କରେ, ତାଙ୍କର ଶପଥ, ତାଙ୍କ ପ୍ରତିଜ୍ଞା କରି, ପ୍ରତିଜ୍ଞା ଉପରେ ଶପଥ ଦେଇଛନ୍ତି, ପ୍ରତିଜ୍ଞାରେ ବନ୍ଧା ହେଇଗଲେ। ଶପଥ ରାଜା ବନ୍ଧା ହେଇଗଲେ। କ୍ଷତି ହେଲେ ମଧ୍ୟ ରାଜା ସେଠିରୁ ମାନେ ପଛଘୁଞ୍ଚା ଦେବେ ନାହିଁ।
ତୁମେ ଗୋଟେ ଥାଳିରେ ବାପ୍ତିଜକ ଜହନଙ୍କର ମୁଣ୍ଡ ମାଗ। ମୁଁ ବହୁତ ବର୍ଷ ପୂର୍ବେ ଆମେ ଘରେ ଆମ ଗାଁରେ ପ୍ରାର୍ଥନା କଲା ବେଳେ, ସେତେବେଳେ ମୁଁ ପାଷ୍ଟର ପ୍ରଚାରକ ନଥିଲି, ମୁଁ ସ୍କୁଲରେ ପାଠ ପଢୁଥିଲି। ଆଉ ସେତେବେଳେ ଆମେ ସବୁ ପ୍ରାର୍ଥନା କଲା ବେଳେ ମୁଁ ଗୋଟେ ଥାଳିରେ ପ୍ରାର୍ଥନା ସମସ୍ତେ କଲାବେଳେ ଗୋଟେ ଦର୍ଶନ ଦେଖିଲି। ଆଉ ସେ ଦର୍ଶନରେ ଗୋଟେ ଥାଳି ଦେଖିଲି, ଆଉ ସେ ଥାଳିରେ ଗୋଟେ କଟା ମୁଣ୍ଡ ଗୋଟେ ଦେଖିଲି। ଆଉ ସେତେବେଳେ ମୋର ସାନ ଭାଇ, ସେ ତ ପୁରା ସାନ ଥିଲା, ଆଉ ସେ ବି ଦର୍ଶନ ଦେଖିବାର। ଆଉ ତାର ନାଁ ଏଲିଓ। ଏବେ ଯୋଉ ବାବୁର ଜନ୍ମ ଦିବସ କଥା ମାମି କହିଲେ, ଜେମ୍ସ ତାର ବାପା। ହେଲେ ମୁଁ ପଚାରିଲି, ଗୋଟେ ଦର୍ଶନ ମୁଁ ଦେଖୁଛି। ତେବେ ସେ କହିଦେଲା, ହଁ ତୁମେ ଗୋଟେ ଥାଳିରେ ଜଣଙ୍କର ମୁଣ୍ଡ ଦେଖୁଛ, ବାପ୍ତିଜକ ଜହନଙ୍କର ମୁଣ୍ଡ। ସେ ଏତେ ବାଇବେଲ ପଢି ନାହିଁ। ସେ କହିଲା ଯେ ବାପ୍ତିଜକ ଜହନଙ୍କର ମୁଣ୍ଡ ଗୋଟେ ଥାଳିରେ ଦେଖୁଛ, କିନ୍ତୁ କଣ ପାଇଁ ଦେଖେଇଲେ ପ୍ରଭୁ ସେ କଥା ସେ ବି କହି ନାହିଁ, କି ମୁଁ ମତେ ବୁଝିପାରିଲି ନାହିଁ। ତେବେ ମୁଁ ଜଣଙ୍କୁ ଏ କଥା କହିଲି ବହୁତ ବର୍ଷ। ସେ କହିଲେ, ଏଇ ତାଡନା ନିନ୍ଦା କଥା ଏଇଟା ବୁଝାଉଛି ଯେ ଆମେ ତାଡନା ନିନ୍ଦାର ସାମ୍ନା କରିବାକୁ ପଡିବ। ମୋ ଜଣେ ପ୍ରଫେସର ଜଣଙ୍କୁ କହିବାକୁ ସେ କହିଲେ ଏଇଟା ବୁଝାଉଛି। ଯାହା ହଉ ସାର୍ ମୁଁ ଦେଖିଥିଲି। ଏଠି ଆପଣ ଦେଖନ୍ତୁ, ସେ ସ୍ତ୍ରୀ ଲୋକ କହିଲା ଗୋଟେ ଥାଳିରେ ବାପ୍ତିଜକ ଜହନଙ୍କର ମୁଣ୍ଡ। ସେ ସୁଯୋଗ ହାତ ଛଡା କରୁନାହିଁ। ଝିଅର ନୃତ୍ୟକୁ ସେ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ନିଜର ସ୍ୱାମୀକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛି। ଆଉ ମାର କଥାରେ ପଡି ଝିଅ ଯାଇ କହିଲା, ଆଉ ଜହନଙ୍କର ମୁଣ୍ଡ ଗୋଟେ ଥାଳିରେ ମତେ ଦିଆଯାଉ। ବାକ୍ୟ ଲେଖା ହେଲା, ରାଜା ଦୁଃଖ କଲେ, କିନ୍ତୁ ରାଜା ଭାବରେ ପାଟିରୁ କଥା ବାହାରିଗଲା ପରେ, ଶପଥ ଦେଇଦେଲା ପରେ ଦୁଃଖ କଲେ କଣ ହବ? ରାଜା କଥାରେ ବନ୍ଧା ହେଇଗଲେ। ଆଉ ଇଚ୍ଛା ନଥିବା ସତ୍ତ୍ୱେ ସେ କେଜଣଙ୍କୁ ପଠେଇ କରି ବନ୍ଦିଶାଳାରେ ଜହନଙ୍କର ମୁଣ୍ଡ କାଟି ଥାଳିରେ ମୁଣ୍ଡ ଅଣା ହେଲା। ଆଉ ଝିଅ କଣ କଲା? ସେ କଟା ମୁଣ୍ଡ ଥାଳି ଧରି ମା ପାଖ ଗଲା। ବାଇବେଲ ଲେଖା ହେଇନି, ମାତ୍ର ଇତିହାସରେ ଜୋସିଫସ୍ କହୁଛନ୍ତି ଯେ ସେ କଟା ମୁଣ୍ଡରେ ସେ ଚୁମ୍ବନ ଦେଇ ସେ ବିଦାୟ ଦେଇଛି। ଚୁମ୍ବନ ଦେଇକରି ବିଦାୟ ଦେଇଛି। ବିଦାୟ, ଜହନ ବିଦାୟ। ଭାଇ ଭଉଣୀ ମାନେ, ବେଶୀ କଥା ମୁଁ କହିବାର ନାହିଁ। ଏଠି ଦେଖନ୍ତୁ, ଗୋଟେ ସ୍ୱାର୍ଥପର ବ୍ୟକ୍ତି, ଏଟା ଗୋଟେ ସ୍ତ୍ରୀ ଲୋକର କଥା ଧରିଲି ବୋଲି ଭଉଣୀ ମାନଙ୍କ କଥା କହୁନାହିଁ। ଭଉଣୀ ମାନେ ହେଇପାରନ୍ତି, ପୁରୁଷ ମାନେ ହେଇପାରନ୍ତି, ଯେ ହୁଅନ୍ତୁ ନା କାହିଁକି, ଯଦି ଆମର ସ୍ୱାର୍ଥକୁ ଅଧିକ ବଢାଇ ଦେବା, ଯଦି ଆମର ଅଭିଳାଷକୁ ଅଧିକ ବଢାଇ ଦେବା, ତାହେଲେ ଯେତେ ବାଟ ଯାଇ ହେବ, ଯାହା ବି କରିହେବ। ଦ୍ୱିତୀୟ ବିଷୟ ହେଲା, ନିଜର ସ୍ୱାମୀକୁ ଛାଡିବେ ନାହିଁ, ନିଜ ସ୍ତ୍ରୀକୁ ଛାଡିବେ ନାହିଁ, ନିଜର ପିଲା ମଧ୍ୟ ଛାଡିବେ। ସମସ୍ତଙ୍କୁ ଅସ୍ତ୍ର ଭାବରେ ୟୁଜ କରିବେ। ଅଧା ରାଜ୍ୟ ତାର ପାଇଁ ବଡ ବିଷୟ ନଥିଲା, ବାପ୍ତି ଜଣଙ୍କର ମୁଣ୍ଡ ବଡ ବିଷୟ ଥିଲା ତା ପାଇଁ। ଅଧା ରାଜ୍ୟ ସେ ରାଣୀ ପାଇଁ ବଡ ବିଷୟ ନଥିଲା, ଜଣେ ବ୍ୟକ୍ତିଙ୍କର ପ୍ରାଣ ତା ପାଇଁ ବଡ ବିଷୟ ଥିଲା। ଆଉ ଗୋଟେ ସ୍ୱାର୍ଥପର ବ୍ୟକ୍ତି ପାଇଁ ଗୋଟେ ଭକ୍ତର ପ୍ରାଣ ଚାଲିଗଲା। ଗୋଟେ ସ୍ୱାର୍ଥପର ବ୍ୟକ୍ତି ପାଇଁ ଗୋଟେ ରାଜା ତାଙ୍କ ପ୍ରତିଜ୍ଞାରୁ ହଟି ପାରିଲେ ନାହିଁ। ତେବେ ଯଦି ଆମର ସ୍ୱାର୍ଥ ବଢାଇ ଦେବା, ଯଦି ଆମର ଅଭିଳାଷକୁ ବଢାଇ ଦେବା, ଆମେ ପ୍ରଭୁ ପାଇଁ ବଞ୍ଚି ପାରିବା ନାହିଁ, ଅନ୍ୟ ପାଇଁ ବଞ୍ଚି ପାରିବା ନାହିଁ, କେବଳ ନିଜ ପାଇଁ ବଞ୍ଚି ହେବ। ଆଉ ନିଜ ପାଇଁ ବଞ୍ଚିବା ପାଇଁ ଯାଇ ଅନେକଙ୍କୁ ବ୍ୟବହାର କରିହେବ, ଅନେକଙ୍କ ଜୀବନରେ କ୍ଷତି ପହଞ୍ଚେଇ ହେବ। ଆମର ପରିବାରରେ, ଆମର ମଣ୍ଡଳୀରେ, କି ଆମର କାର୍ଯ୍ୟକ୍ଷେତ୍ରରେ ଆମେ ସ୍ୱାର୍ଥପର ହେବା ନାହିଁ। କାହିଁକି? ସ୍ୱାର୍ଥପର ଜଣଙ୍କ ମର୍ଡରର ବନେଇ ଦେଇ ପାରିବ। କଣ ବନେଇ ପାରିବ? ମର୍ଡରର। ମୁଁ ଜାଣି ନାହିଁ, ମାନେ ସ୍ୱାର୍ଥ କେତେ କେତେ ବର୍ଷ ପୂର୍ବେ ଗୋଟେ ପେପରରେ ପଢୁଥିଲି, ପୁଣି ଟିଭିରେ ମୁଁ ଦେଖୁଥିଲି। ଜଣେ ବ୍ୟକ୍ତି ତାଙ୍କର ମା ମରିଗଲା ପରେ ମଧ୍ୟ ମାଙ୍କର ଶବକୁ ରେଫ୍ରିଜରେଟର ରଖିକରି ତାର ଆଙ୍ଗୁଠି ଚିହ୍ନ ଦେଇକରି ସେ ମାଙ୍କର ପଇସା ପତ୍ର ସେ ବ୍ୟାଙ୍କରୁ ବ୍ୟବହାର କରୁ। ସ୍ୱାର୍ଥପର।
भाई भौणी माने खाली अणख्रिस्टान लोक ही स्वार्थपर हुंती नहीं, खाली अविश्वासी माने स्वार्थपर हुंती नहीं, विश्वासी माने बालक प्रचारक माने मध्य आमे स्वार्थपर हेई पारू। आम जीवन रे मध्य स्वार्थपर यथेष्ट संभावना रही। मात्र जदि अछि आमर भितरे शत्रु बढ़ुची, किए बढ़ुची? आमर शत्रु बढ़ुची। सेथिपाई जो माने हमको मिसयूज करिवे तांको प्रति आमे सावधान हेबार आवश्यक। केही पारे मोर स्वामी मते मिसयूज करि पारे, मो स्त्री मते मिसयूज करि पारबो, मोर पिला माने मते मिसयूज करि पारंती, अन्य लोक माने मध्य मते खराब दिगरे व्यवहार करि पारंती। हालेलुया। पुराना कथा कोई बंद कर देबी, टाइम ही नहीं, मात्र बंद कर देबी। एरा अनेक थर कहले मते आउ थर मटिक मने पकाई देबी। एरा ए मंडली कथा को नहीं, आमे गोट मंडली रे प्राळ करथिलु। जने लोक आउ से विश्वासिनी भौणी जनकु भल पाइला, गोटे विश्वासिनी भौणी अविवाहित भल पाइला, आउ से ताकू उद्या नेबा पई माने किडनैप करि नेबा पई, उद्लिया बोले किडनैप, उदली उदली जीवाटा बोली माने उदलिया बोले उदली उदली जीवाटा मात्र अन्य भाषा रे ताकू टाणी नहीं जीवा, किडनैप सेटा अन्य भाषा नहीं। से माने देखला से झियो पसंद कला, से झियो विश्वासिनी झियो, आउ ए हूँ अविश्वासी। तेबे विभिन्न उपाय कला, मात्र कु उपाय झियो को नहीं पारला नहीं। शेष रे मु से समय थियोलॉजी कॉलेज रे पढ़ाथिल जयपुर रे, आउ से मो स्त्री पाक आसी गला, माने से आदौ नथिबा टाइम हवा पाक आइला भलिया से आसीकी मो स्त्री को बुझाउछि। तापर मु दिने जेतेबेले पहुंचली देखली जे अरे ए तो आर ना तो माने नागराज ए भी नाग नाग भड़ाटा, तेबे ए आजी नहीं काली ने केमती मो स्त्री पकाइला। तापर मो स्त्री कहले जे नहीं आमर चर्च रे गोटे झियो को से भलो पाउछि, ताको नै जिवा पई चाहूछि, आमर सहयोग ताको दरकार। कहल केमती सहयोग दरकार? नहीं आज्ञा सब उपाय मोर सरी गला, ए गुटे उपाय बाकी अछि, से उपाय आपण माने से आपण ऊपर से परिवार बहुत विश्वास अछि, से झियोर बेसी विश्वास अछि। आपण टिके जदि से रास्ता ठिया हिता कहले से ठिया हेबो, मोर गाड़ी गुडानी ताको किडनैप को धरि पळेबी, माने सीता को आपण चोरी कला भलिया। तेबे जाऊ बाबू भलो पाठ पढ़ाइबा आस नहीं कि आमे धर्म करवा आसीचु, आमको टिक अधर्म तुम शिखाउछ, तुम जीसु को जानिछ कि नहीं, तुम जीसु को जानले एमती हेबो नहीं, ताको मु सुसमाचार पाठ पढ़ाइली। तापरे कहली जदि पसंद करूछ आमे से परिवार को आमे प्रस्ताव देबू, प्रस्ताव देबू, प्रस्ताव देला परे पसंद करबे कि न करबे तांको उपर निर्भर करूछि। आमे सेमती काम करि पारबू नहीं, ताकू जे ठिया ही थाओ तुमे किडनैप कर नहीं जीवो, से काम पे डाक से परिवार हमको विश्वास करछंती, विश्वास रे विश्वास हम देई पारबू नहीं। तेबे आज्ञा भल चिंता करि थाओ, काली को मु आउतर आसुची बइला। भलो चिंता करवा कथा नहीं, आमे जहा कहलु सेटा ठीक आरो दिन आउतर पळाइला। चिंता को लगी आज्ञा कौन चिंता करबी, नहीं नहीं से झियो उठे कहवा कथा सेटा ही पारबो नहीं बाबू, चाहूछ मु प्रस्ताव में पकाइबु जाई करी। से परिवार प्रभु को दास बोली हमरो केते विश्वास रखिचंती, आमे से विश्वास रे विश्वास देई पारबो नहीं। आज मिसा चिंता करथाओ, आउ गोटे दिन पळाइला से जो काराटी जो शिखबे गोटे लुहार से धरी पळाइला, से लुचाई रखिछि। आज्ञा चिंता कल नहीं, नहीं मु चिंता करिवार नहीं, एगुडा मु करि पारिबि नहीं। आउ आमे प्रभु को दास सेवा में बारछु, देखाइला देखुछ आज्ञा गोटे मारी देले तुम रथमुनी फाटी जीवो। मु कहली बाबू तुमर एटा मन देखाओ नहीं है, एगुडा देखाओ नहीं, आमे मन मते शिखबा लोक सब थिलु, एगुडा के आमे मध्य माने बाली बस्ता में सरी जाइछे मारी मारी हम हाथ में मारी करी, ए जाको देखा हमको डराओ नहीं। एटा डोरी थांतु बइले आमे सेवा में बाहरी न थांतु। आउ और भलो चिंतार पळाइला, आरो दिन आउ तर आसी गला।
ଦେଖନ୍ତୁ, ଯଦି କିଏ ମତେ ଖୁସି କରୁଛି, ଏ ଖୁସି କରିବା ପଛରେ ତାର ମତଲବ କଣ ଆମେ ଜାଣିବାର ଆବଶ୍ୟକ ରହିଛି। ଆମେ କୁକୁର ଫୁଲା ଭଳିଆ ବେଶୀ ଖୁସି ହେବ ନାହିଁ। ହାଲେଲୁୟା। ଦେଖ, ଝିଅ ନାଚିଦେଲା, ବାପା ଖୁସି ହେଇଗଲେ, ମାତ୍ର ଏ ଖୁସି ପଛରେ କାର ହାତ ଅଛି ବୁଝିପାରିଲେ ନାହିଁ। ଜଣଙ୍କର ପ୍ରାଣ ହାନି ହେଇଗଲା, ଖୁସି କରି ଦେଇକରି ତାକୁ ହତ୍ୟାକାରୀ ବନାଇଦେଲେ। ବେଶୀ ଖୁସି ହେବ ନାହିଁ। ଅତି ଲେମ୍ବୁ ଚିପୁଡ଼ିଲେ ନାଇଁ। ଏ ଜିନିଷଟା କଣ, ଆମେ ଖୁସି ହେଉଛୁ ବୋଲି, କିଏ ମତେ ଖୁସି କରାଉଛି ବୋଲି ଅତିରିକ୍ତ ଖୁସି ହେଲେ ସେ ଖୁସି ଆମକୁ ହୁଏତ ବର୍ବାଦ କରିପାରେ, କାର ପ୍ରାଣ ହାନି ହେଇଯାଇପାରେ, କିଏ ଆମକୁ କିଏ ୟୁଜ କରିପାରେ, କାର ସ୍ୱାର୍ଥ ପୁରା କରିବା ପାଇଁ, କିଏ ମତେ ଖୁସି କରିବା ପାଇଁ ସେ ମତେ ଇମ୍ପ୍ରେସ କରିବା ଚେଷ୍ଟା କରୁଥିବ। ସେଥିପାଇଁ ଡୋଣ୍ଟ ବି ସୋ ମଚ୍ ଇମ୍ପ୍ରେସଡ, ବେଶୀ ଖୁସି ହୁଅନ୍ତୁ ନାହିଁ। ହାଲେଲୁୟା। ଯଦି କିଏ ବେଶୀ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଏ ଖୁସି ଟିକେ ଭିନ୍ନ ପ୍ରକାର ଟିକେ ଲାଗୁଛି। ଏ ଟିକେ ଖୁସିର ସୀମା ବାହାରକୁ ଯାଇ ସେ ବେଶୀ ଖୁସି କରୁଥିବାରୁ ବୋଧେ ତାର ଖୁସି ପଛରେ କିଛି ଗୋଟେ ଜାଲ ଗୋଟେ ପକାଇଛନ୍ତି। ଆମେ ଜାଣିବା ଦରକାର ରହିଛି। କୃତ୍ରିମ ଖୁସିରେ ଖୁସି କରବାନି, ବାସ୍ତବ ଖୁସି ଗୋଟେ ଅଛି। ପ୍ରେଜ୍ ଦ ଲର୍ଡ। ଆସୁ ଭାଇ ଭଉଣୀ ମାନେ, ଆମେ ମାନେ ହେରୋଦ ରାଜାଙ୍କର ଭଳିଆ ଆମେ ମନ ଇଚ୍ଛା କଥା ଆଶା କରି ଅନ୍ୟ ଦ୍ୱାରା ୟୁଜ ହେଇକରି ନରହତ୍ୟାକାରୀ ହେବା ନାହିଁ, କି ହେରୋଦ ରାଜାଙ୍କର ସ୍ତ୍ରୀ ଭଳିଆ ଆମେ ଜଣଙ୍କୁ ଖୁସି କରି ଆମେ ତାକୁ ୟୁଜ କରିବା ନାହିଁ। ଯଦି ଖୁସି କରବାର ଅଛି, ଆମେ ପ୍ରଭୁଙ୍କୁ ଖୁସି କରିବା। ହାଲେଲୁୟା। ଆଉ ସେ ଯଦି ଖୁସି ହେବେ, ଆପଣଙ୍କର ଆବଶ୍ୟକତା, ମୋର ଆବଶ୍ୟକତା ସେ ପୁରା କରିପାରିବେ। ପ୍ରେଜ୍ ଦ ଲର୍ଡ। ଆମର ଏମିତି କୌଣସି ଆବଶ୍ୟକତା ନାହିଁ ଯୋଉ ଆବଶ୍ୟକ ପ୍ରଭୁ ପୁରା କରିପାରିବେ ନାହିଁ। ପ୍ରଭୁ ପୁରା କରିପାରିବେ, ମାତ୍ର ଭିକ୍ଟର କହିଲା ଭଳିଆ ଶାନ୍ତି ପାଇବାର ଅଛି ବୋଲି ବଣ ଜଙ୍ଗଲ ବୁଲିଲେ କିଛି ଫାଇଦା ନାହିଁ। ମୁଁ କହୁନାହିଁ ଦିଅମାଳି ଘାଟିକୁ ଯାଆନ୍ତୁ ନାହିଁ ବୋଲି କହୁନାହିଁ। ମଜା ଲାଗିବ, ଭଲ ଲାଗିବ ଗଲେ ଟିକେ। ମୁଁ କେବେ କେମିତି ଯିବା ପାଇଁ ଇଚ୍ଛା ଯାଇଛି। ମୁଁ ମଧ୍ୟ ଯାଇଛି, ରାଣୀ ଡୁଡୁମା ଯାଇଛି। ପାପ ନାହିଁ, ମନ ଭଲ ଲାଗିବ, ମାତ୍ର ଆତ୍ମାରେ ଶାନ୍ତି ମିଳିବ ନାହିଁ। ଆକୁ ଭଲ ରଖିବା ପାଇଁ ଯାଅ, ସେଟା ପାପ ନାହିଁ, ମନ ଭଲ ଲାଗିବ। ପିକନିକ ଯିବା, ପିକନିକ ଖରାପ କିଛି ନାହିଁ, କିନ୍ତୁ ଶାନ୍ତି ପାଇବା ପାଇଁ ଚାରିଆଡେ ଢଣ୍ଡାଳି ବୁଲବା, ଶାନ୍ତି ପାଇବା ପାଇଁ ଖୋଜି ବୁଲବା, ଶାନ୍ତି ପାଇବା ପାଇଁ ଅତୃପ୍ତ ଆତ୍ମା ଭଳିଆ ପାହାଡ ପର୍ବତ ନଦୀ ବୁଲିଲେ ନାହିଁ। ଆମେ ପ୍ରଭୁଙ୍କର ଉପସ୍ଥିତିକୁ ଆସିବା, ଆମେ ପ୍ରଭୁ ସହିତ ବସିବା, ଆମେ ପ୍ରଭୁ ସହ ଲାଗିଥିବା, ସେ କଣ କରିବେ, ଆମକୁ ସାଟିସ୍ଫାଏ କରିବେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯଦି ଖୁସି ଦେଉନାହାନ୍ତି, ଦୁନିଆର କେହି ମଧ୍ୟ ଖୁସି ଦେଇପାରିବ ନାହିଁ। କୌଣସି ଉପାୟରେ ଆମେ ସମ୍ପୂର୍ଣ୍ଣ ସାଟିସ୍ଫାଏ ଆମେ ହେଇପାରିବା ନାହିଁ। ସମ୍ପୂର୍ଣ୍ଣ ତୃପ୍ତି, ସମ୍ପୂର୍ଣ୍ଣ ସନ୍ତୁଷ୍ଟି, ସମ୍ପୂର୍ଣ୍ଣ ସାଟିସ୍ଫାକ୍ସନ କେବଳ ପ୍ରଭୁ ଠାରେ ଅଛି, ଆଉ ଏଥିପାଇଁ ସେ ହିଁ ଯଥେଷ୍ଟ। ହାଲେଲୁୟା।
ସେଥିପାଇଁ ପ୍ରଭୁ କହିଲେ ଯଦି କିଏ ତୃଷାର୍ଥ ସେ ମୋ ଠାରୁ ପାନ କରୁ, ସେ ତୃଷାର୍ଥ କେବେ ହେବ ନାହିଁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତିକି ଦିନମାନଙ୍କରେ ଆମେ ଆହୁରି ଆହୁରି ପ୍ରଭୁର ପାଇଁ ବଢିବା, ଆମେ ଲାଗିଥିବା, ଆମର ସ୍ୱାର୍ଥକୁ ହତ୍ୟା କରିବା, ଆମ ସ୍ୱାର୍ଥକୁ ନଷ୍ଟ କରିବା, ତେବେ ଆମେ ବି ଶାନ୍ତିରେ ରହି ଅନ୍ୟମାନଙ୍କୁ ଶାନ୍ତିରେ ଦେବା ପାଇଁ ଆମେ ବ୍ୟବହାର ହେଇପାରିବା। ପ୍ରଭୁ ଆଶୀର୍ବାଦ କରନ୍ତୁ।